କହିବେ ବିଧାନସଭା ଭିତରକୁ ଧସେଇ ପଶେଇବା ପାଇଁ କଂଗ୍ରେସ ଚେଷ୍ଟା କରୁଛି, ଚେଷ୍ଟା ଜାରି ରହିଛି ମଧ୍ୟ ଏବଂ ଭକ୍ତ ଦାସଙ୍କ ନେତୃତ୍ୱରେ ଏସବୁ କାମ ହଉଛି, ତ କଣ କହିବେ ସରକାର ଏଥିରୁ କଣ ନିଦ ଭାଙ୍ଗିବ ସରକାର? ସରକାର ଆସିବା ପରଠୁ ଆପଣମାନଙ୍କ ଜରିଆରେ କହିବା ପାଇଁ ଚାହେଁ, ସରକାର ଯେବେ ଆସିଲେ କଣ ମୁଁ କହିଥିଲେ ପ୍ରତିଶ୍ରୁତି ଦେଇଥିଲେ ଲୋକମାନଙ୍କୁ, କହିଥିଲେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ତାର ଡବଲ ହେବାକୁ ଯାଉଛି। ଲୋକ ଏଇ ସରକାରଙ୍କର ନିଦ ହଜି ଯାଇଛି। ପୋଲିସ ପ୍ରଶାସନକୁ ଲଗେଇ ଯୁବ କଂଗ୍ରେସର କର୍ମୀମାନଙ୍କୁ ଆମମାନଙ୍କୁ ଘୋଡ଼େଇବା ପାଇଁ ବସିଛନ୍ତି। ଏମାନଙ୍କୁ ନିନ୍ଦା କରିବା ପାଇଁ ଚାହେଁ ଯେ ସରକାର ଅପାରଗ ସରକାର। ଆପଣ ଯାହା କରୁଛନ୍ତି ସରକାର ତ ବିଭିନ୍ନ ବିଶେଷ ସୂତ୍ରରୁ ଜଣା ପଡୁଛି, ବିଶେଷ ସୂତ୍ରରୁ ଯାହା ଜଣା ପଡିଛି ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପାଳନ କରୁନାହାନ୍ତି, କିନ୍ତୁ ବିଜେପି ବାହା ନଉଛି ଯାହାକି ଆମେ ପ୍ରତିଶ୍ରୁତି ଯାହା ଦେଇଛୁ ଆମେ ତାହା ପାଳନ କରୁଛୁ, ଲୋକଙ୍କର ଆଶା ଅଛି ବିଶ୍ୱାସ ଅଛି। କଂଗ୍ରେସ ଦଳ ନ୍ୟାରେଟିଭ କରୁଛନ୍ତି, ସେମାନେ ସେ କହୁଛନ୍ତି, ତ ସେ ବିଷୟରେ କଣ କହିବେ? ସେ କଂଗ୍ରେସକୁ ବଦନାମ କରୁଛନ୍ତି। ଏଠି ପ୍ରଥମେ ଫାଷ୍ଟ ପଏଣ୍ଟ କହିବା ପାଇଁ ଚାହେଁ, ସେ ବାହା କରୁଛନ୍ତି କି ଆପଣ ଯାଆନ୍ତୁ ଗାଁର ତଳସ୍ତର ଲୋକଙ୍କୁ ପଚାରନ୍ତୁ, ବାହା ଆଗ ହସୁଛନ୍ତି। ଏ ସରକାର ଉପଯୁକ୍ତ ନୁହନ୍ତି, ଏମାନେ ରହିବାର ଯୋଗ୍ୟ ନାହିଁ, ଏମାନେ ଜାଣିନାହାନ୍ତି ସିଷ୍ଟମ କଣ, ଲୋକ କେମିତି ଚଳିବେ, ଲୋକଙ୍କର ଅବସ୍ଥା କଣ। ଗୋଟେ ମନ୍ତ୍ରୀଙ୍କ ଘର ଦେଖନ୍ତୁ 10-10 ଟଙ୍କା ଗ୍ୟାସ୍ ଥିବ, ସେମାନଙ୍କର କେତେ ଟଙ୍କା ସିଲିଣ୍ଡର କିଣୁଛନ୍ତି ଯାହାର ଜାଣିଛନ୍ତି? ଗୋଟେ ଗରିବ ଲୋକ ଖଟିକା ସେ କେତେ ଟଙ୍କା କିଣିପାରିବ? ସେ ଯଦି ମଜୁରୀ 3,000 ଟଙ୍କା ପାଉଥିବ ସେ କେମିତି ଘର ଚଳିବ? ବିଜେପି ଦଳର କର୍ମୀ ହୁଅନ୍ତୁ ଅଥବା ସମର୍ଥକ ହୁଅନ୍ତୁ, ସେ କହୁଛନ୍ତି ଗ୍ୟାସ୍ ସଫିସିଏଣ୍ଟ ଅଛି, ଲୋକମାନେ ପାଉଛନ୍ତି, କିନ୍ତୁ ଏମାନେ ବିଜେପି ସରକାରକୁ ବଦନାମ କରିବା ପାଇଁ ବିଜେପି ନାଁରେ ମିଛ କଥା କହୁଛନ୍ତି, ଗ୍ୟାସ୍ ମିଳୁନି, ପେଟ୍ରୋଲ ମିଳୁନି, ଏକଥା କଣ ସତ? କଣ ସତ? ମୁଁ ନିଜେ ଗୋଟେ କହିବା ପାଇଁ ଚାହେଁ, ମୁଁ ନିଜେ ବୁକିଂ କଲିଣି 10 ଦିନ ହେଲାଣି, ଗ୍ୟାସ୍ ଆସିପାରୁନାହିଁ। ଗ୍ୟାସ୍ ଦୋକାନ ଏଜେନ୍ସି ଆଗରେ ଲାଇନ ପଡି ଯାଇଛନ୍ତି। ଏମାନେ ବା ମୋଦି ସହିତ ମୋଦି ସରେଣ୍ଡର କରିଦେଇଛି। ଏମାନେ ଅନ୍ୟପଟେ ଆପଣ ଦେଖୁଥିବେ କାଲି ବିଜେପିର ମିଶ୍ରଣ ପର୍ବ ଥିଲା, ବିଜେପି ଖୁସିରେ ମିଶ୍ରଣ ପର୍ବ ପାଳନ କରୁଥିଲା, କିନ୍ତୁ ଭଦ୍ରକରୁ ଜଣେ ବୁଢୀମା ଆସିଥିଲେ ଯାହାକି ତାଙ୍କର ଗୁହାରୀ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ସେ ଦେଖା କରେଇଦେଲେ ନାହିଁ, ତ ଏ ବିଷୟରେ କଣ କହିବେ? ଶୁଣନ୍ତୁ, ଏମାନେ କୌଣସି ଲୋକଙ୍କୁ ଦେଖା କରିବା ପାଇଁ ଦଉନାହାନ୍ତି, ଯାହା ଯାହା କହିଥିଲେ ଆଙ୍କର ମୋର ମାନେ ଅର୍ଥ ନାହିଁ ଯେ କଣ କରିବେ। ଲୋକଙ୍କୁ ନା ବିଜୁଳି ମିଳିଲା, ନା ଲୋକଙ୍କୁ ଦିନକୁ ଦିନ ଭତ୍ତା ମିଳିଲା, ନା ଯାହା କଟିଂ ଛଟିଂ କହିଥିଲେ ତାହା ନା ଯାହାର ବି ସକ୍ସେସ୍ ହେଲା। ଦିନକୁ ଦିନ ଆପଣ ଦେଖନ୍ତୁ, ଲୋକ ସାଧାରଣ ଲୋକ ପ୍ରତ୍ୟେକ ମାସରେ ପଲ୍ୟୁସନ ପାଇଁ ଠିଆ ହଉଛନ୍ତି, ସିଲିଣ୍ଡର ପାଇଁ ଠିଆ ହଉଛନ୍ତି, ପେଟ୍ରୋଲ ଟାଙ୍କିରେ ଠିଆ ହଉଛନ୍ତି। ଏ ସରକାର ରହିବା ଯାହା ନ ରହିବା ସେୟା। ଆପଣ ଆଜି ଯାହା କରୁଛନ୍ତି କଣ ବିଜେପି ସରକାର ନିଦ ଭାଙ୍ଗିବ? ସେ ଆପଣ ଦାବି କିଛି ଶୁଣିବେ? ଯଦି ନିଦ ନ ଭାଙ୍ଗିବ, ଆଜି ଆପଣଙ୍କ ମାଧ୍ୟମରେ କହିଦେବାକୁ ଚାହୁଁଛି, ଖୁଦ ମୁଖ୍ୟମନ୍ତ୍ରୀଙ୍କ ଅଣ୍ଡା ମାଡ଼ ହବ। ଯୋଉ ନେତା ମନ୍ତ୍ରୀ କି ଯୋଉଠି ଦେଖିବେ ଗାଁ ଗହଳି ଯୋଉଠି ଅଣ୍ଡା ମାଡ଼ ହେବା ପାଇଁ ଆମେ ପ୍ରସ୍ତୁତ ଅଛୁ।